ଯୁଗ ବଦଳିବା ସହିତ ସମୟ ବଦଳୁଛି। ଲୋକଙ୍କର ଚାଲିଚଳନ, ଆଚାର ବିଚାର ସବୁକିଛି ବଦଳୁଛି। ସମୟ ସହିତ ଖାଦ୍ୟ ପାନୀୟ, ଚାଲିଚଳନ ସବୁକିଛି ପରିଭାଷା ବଦଳି ଯାଇଛି। ମନ୍ଦିର ଗୁଡ଼ିକରେ ଏବେ ଲୋକଙ୍କ ବଦଳରେ ବିଦ୍ୟୁତ୍ ଚାଳିତ ମୋଟର ମେସିନରେ ବାଦ୍ୟଯନ୍ତ୍ର ଖଞ୍ଜା ଯାଇ ପୂଜାର୍ଚ୍ଚନା କରାଯାଉଛି। ଇଲେକ୍ଟ୍ରିକ୍ ସୁଇଚ୍ ମାରିଲେ ବାଜୁଛି ବାଜା, ଖଞ୍ଜଣି, ଝାଞ୍ଜ। ଆଉ ଏଇଥିପାଇଁ ଆବଶ୍ୟକ ପଡ଼ୁନାହାନ୍ତି ଲୋକେ। ଗୋଟିଏ ମୋଟରରେ ଖଞ୍ଜା ଯାଇଛି ଘଣ୍ଟି, ବାଜା, ଢୋଲ। ଗୋଟିଏ ସୁଇଚ୍ରେ ଏବେ ସବୁ ପରିଚାଳିତ ହେଉଛି। କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସକାଳ ହେଉ ଅବା ସନ୍ଧ୍ୟା ସମୟରେ ଲୋକଙ୍କ ପାଖରେ ସମୟ ନାହିଁ। ଏସବୁକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ଗୁଡ଼ିକ ପକ୍ଷରୁ ମେସିନ୍ ଚାଳିତ ବାଦ୍ୟଯନ୍ତ୍ରକୁ ଖଞ୍ଜାଯାଇଛି। ଏମିତିକି ସଂକୀର୍ତ୍ତନ ହେଉ ଅବା ଭଜନ କୀର୍ତ୍ତନ ସବୁଥିରେ ଏହି ଯନ୍ତ୍ର ଚାଳିତ ବାଦ୍ୟଯନ୍ତ୍ରକୁ ବ୍ୟବହାର କରାଯାଉଛି। ପ୍ରଥମେ କାଁ ଭାଁ କିଛି ମନ୍ଦିରରେ ଏଭଳି ମୋଟର ଚାଳିତ ବାଦ୍ୟଯନ୍ତ୍ର ଥିବାବେଳେ ଏବେ ସହରରେ ପ୍ରାୟ ଅଧିକାଂଶ ମନ୍ଦିରରେ ଏହି ବ୍ୟବସ୍ଥା ରହିଛି। ଆଧୁନିକ ଯୁଗରେ ଲୋକଙ୍କ ବେକରେ ଢୋଲ, ମୃଦଙ୍ଗ କି ହାତରେ ଗିନି, ଝାଞ୍ଜ ଧରିବାକୁ ପଡ଼ୁନି। କେବଳ ସୁଇଚ୍ ମାରିଦେଲେ ଠାକୁରଙ୍କ ଭଜନ ଠାରୁ ଆରମ୍ଭ କରି ଆଳତି, ପ୍ରାର୍ଥନା ସବୁକିଛି ଯନ୍ତ୍ର କରୁଛି। ଧୀରେ ଧୀରେ ଏହି ପଦ୍ଧତି ଆହୁରି ଅଧିକ ମନ୍ଦିରରେ ହେବାକୁ ଯାଉଛି। ଏକ ବାଦ୍ୟଯନ୍ତ୍ରର ନିର୍ମାଣ କିମ୍ବା ବ୍ୟବହାର ସଙ୍ଗୀତର ଧ୍ୱନି ବାହାର କରିବା ନିମନ୍ତେ ବ୍ୟବହାର କରାଯାଇଥାଏ। ମୋଟାମୋଟି ଭାବେ କୌଣସି ଧ୍ୱନି ସୃଷ୍ଟି କରୁଥିବା ବସ୍ତୁକୁ ବାଦ୍ୟଯନ୍ତ୍ର କୁହାଯାଇପାରେ। ବାଦ୍ୟଯନ୍ତ୍ରର ଇତିହାସ ମାନବ ସଂସ୍କୃତିର ଆରମ୍ଭରୁ ବୋଲି ଗଣାଯାଇଥାଏ। ଏହା